ଆଜିର ଆମର ବିଷୟ ହେଉଛି ହିନ୍ଦୁ ଓ ଖ୍ରୀଷ୍ଟିଆନ। 1894 ମସିହା ଫେବୃଆରୀ 21 ତାରିଖରେ ଡେଟ୍ରଏଟ୍ରେ ପ୍ରଦତ୍ତ ହିନ୍ଦୁସ୍ ଆଣ୍ଡ ଖ୍ରୀଷ୍ଟିଆନ୍ସ ବକ୍ତୃତାର ଅନୁବାଦ। ସ୍ୱାମୀ ବିବେକାନନ୍ଦ କହୁଛନ୍ତି, ବିଭିନ୍ନ ଦର୍ଶନ ତୁଳନାରେ ଦେଖାଯାଏ ହିନ୍ଦୁ ଦର୍ଶନର ପ୍ରବଣତା ଧ୍ୱଂସ କରିବା ନୁହେଁ, ବରଂ ପ୍ରତ୍ୟେକ ବିଷୟରେ ସମନ୍ୱୟ କରିବା। ଯଦି ଭାରତକୁ ନୂତନ କୌଣସି ଭାବ ଆସେ, ଆମେମାନେ ତାହାର ବିରୋଧ କରୁନା, ବରଂ ତାହାକୁ ଆତ୍ମସାତ୍ କରିନେଉ, ଅନ୍ୟାନ୍ୟ ଭାବ ସହିତ ମିଳେଇ ନେଉ। କାରଣ ଆମମାନଙ୍କ ଦେଶର ସତ୍ୟଦ୍ରଷ୍ଟା ମହାପୁରୁଷ ଭଗବାନଙ୍କର ଅବତାର ଶ୍ରୀକୃଷ୍ଣ ପ୍ରଥମେ ଏହି ପଦ୍ଧତି ଶିକ୍ଷା ଦେଇ ଯାଇଅଛନ୍ତି। ଶ୍ରୀ ଭଗବାନ ଏହି ଅବତାରରେ ପ୍ରଥମ ପ୍ରଚାର କରିଯାଇଛନ୍ତି, ମୁଁ ଈଶ୍ୱରଙ୍କର ଅବତାର, ମୁଁ ବେଦ ଆଦି ଗ୍ରନ୍ଥର ପ୍ରେରୟିତା, ମୁଁ ହିଁ ସବୁ ଧର୍ମର ଉତ୍ସ। ତେଣୁ ଆମେମାନେ କୌଣସି ଧର୍ମ ବା ଧର୍ମଗ୍ରନ୍ଥକୁ ପ୍ରତ୍ୟାଖ୍ୟାନ କରିପାରୁନାହୁଁ। ଖ୍ରୀଷ୍ଟିଆନମାନଙ୍କ ସହିତ ଆମମାନଙ୍କର ଗୋଟିଏ ବିଷୟରେ ବିଶେଷ ପାର୍ଥକ୍ୟ ଅଛି। ଏହା ଆମକୁ କେହି କୌଣସି ଦିନ ଶିଖାଇ ନାହାନ୍ତି। ତାହା ହେଉଛି ଯୀଶୁଙ୍କର ରକ୍ତ ଦେଇ ମୁକ୍ତି, ଅଥବା ଜଣଙ୍କର ରକ୍ତ ଦ୍ୱାରା ନିଜକୁ ଶୁଦ୍ଧ ହେବାକୁ ହେବ। ଇହୁଦୀମାନଙ୍କ ଭଳି ବଳିଦାନ ପ୍ରଥା ଆମମାନଙ୍କର ମଧ୍ୟ ଅଛି। ଆମମାନଙ୍କର ଏହି ବଳି ବା ଉତ୍ସର୍ଗ ପ୍ରଥାର ଅର୍ଥ ସହଜ। ମୁଁ କିଛି ଖାଇବାକୁ ଯାଉଛି, କିଛି ଅଂଶ ଈଶ୍ୱରକୁ ନିବେଦନ ନ କରିବାଟା ଭଲ ନୁହେଁ। ତେଣୁ ମୁଁ ମୋର ଖାଦ୍ୟ ଈଶ୍ୱରଙ୍କୁ ନିବେଦନ କରେ। ସହଜରେ ସଂକ୍ଷେପରେ ଏହି ହେଲା ଭାବଟି। କିନ୍ତୁ ଇହୁଦୀର ଧାରଣା, ଉତ୍ସର୍ଗୀକୃତ ମେଷଟି ଉପରେ ନିଜର ପାପରାଶି ଚାଲିଯିବ, ଆଉ ସେ ପାପମୁକ୍ତ ହେବ। ଏହି ସୁନ୍ଦର ଭାବଟି ଆମମାନଙ୍କ ଦେଶରେ ବିକାଶ ଲାଭ କରିନାହିଁ। ତା ପାଇଁ ମୁଁ ଆନନ୍ଦିତ। ଅନ୍ୟମାନଙ୍କ କଥା କହିପାରୁନାହିଁ, ତେବେ ମୁଁ କଦାପି ଏହି ଧରଣର ବିଶ୍ୱାସ ଦ୍ୱାରା ପରିତ୍ରାଣ ଚାହେଁ ନାହିଁ। ଯଦି କେହି ଆସି ମୋତେ କହେ, ମୋ ରକ୍ତ ବିନିମୟରେ ମୁକ୍ତ ହୁଅ, ତାଙ୍କୁ କହିବି, ଭାଇ ଚାଲିଯାଅ, ବରଂ ମୁଁ ନରକକୁ ଯିବି। ମୁଁ ଏପରି କାପୁରୁଷ ନୁହେଁ ଯେ ଜଣେ ନିରପରାଧ ବ୍ୟକ୍ତିର ରକ୍ତ ନେଇ ସ୍ୱର୍ଗକୁ ଯିବି। ମୁଁ ନରକକୁ ଯିବା ପାଇଁ ପ୍ରସ୍ତୁତ। ଏହି ଧରଣର ବିଶ୍ୱାସ ଆମମାନଙ୍କ ଦେଶରେ ଉଦ୍ଭୂତ ହୋଇନାହିଁ। ଆମମାନଙ୍କ ଦେଶର ଅବତାର କହିଛନ୍ତି, ଯେତେବେଳେ ହିଁ ପୃଥିବୀରେ ଅସଦ୍ଭାବ ଓ ଦୁର୍ନୀତି ପ୍ରବଳ ହେବ, ସେତିକି ବେଳେ ହିଁ ସେ ତାଙ୍କର ସନ୍ତାନମାନଙ୍କୁ ସାହାଯ୍ୟ କରିବା ପାଇଁ ଆସିବେ, ଏବଂ ସେ ଯୁଗେ ଯୁଗେ ଦେଶେ ଦେଶେ ଏହି କାର୍ଯ୍ୟ କରୁଛନ୍ତି। ପୃଥିବୀର ଯେଉଁଠାରେ ହିଁ ଦେଖିବ ଅସାଧାରଣ କୌଣସି ପବିତ୍ର ମାନବ ମନୁଷ୍ୟମାନଙ୍କର ଉନ୍ନତି ପାଇଁ ଚେଷ୍ଟା କରୁଛନ୍ତି, ଜାଣି ରଖ ତାଙ୍କ ମଧ୍ୟରେ ଭଗବାନ ହିଁ ରହିଛନ୍ତି। ଅତଏବ ବୁଝିପାରୁଛ କାହିଁକି ଆମେ କୌଣସି ଧର୍ମ ସହିତ ଲଢ଼ାଇ କରୁନା। ଆମେମାନେ କଦାପି କହୁନା ଯେ ଆମମାନଙ୍କର ଧର୍ମ ହିଁ ମୁକ୍ତିର ଏକମାତ୍ର ପନ୍ଥା। ଯେକୌଣସି ମନୁଷ୍ୟ ସିଦ୍ଧ ଅବସ୍ଥା ଲାଭ କରିପାରେ, ତାହାର ପ୍ରମାଣ ପ୍ରତ୍ୟେକ ଦେଶରେ ଦେଖେ ପବିତ୍ର ସାଧୁପୁରୁଷ ଅଛନ୍ତି। ମୋ ଧର୍ମରେ ଜନ୍ମଗ୍ରହଣ କରନ୍ତୁ ବା ନ କରନ୍ତୁ, ସର୍ବତ୍ର ସଦଭାବାପନ୍ନ ନରନାରୀ ଦେଖାଯାଆନ୍ତି। ଅତଏବ କୁହାଯାଇନପାରେ ମୋ ଧର୍ମ ହିଁ ମୁକ୍ତିର ଏକମାତ୍ର ପନ୍ଥା। ଅସଂଖ୍ୟ ନଦୀ ଯେପରି ବିଭିନ୍ନ ପର୍ବତରୁ ବାହାରି ଏକ ସମୁଦ୍ରରେ ସେମାନଙ୍କର ଜଳଧାରା ମିଶାଇ ଦିଅନ୍ତି, ସେହିପରି ବିଭିନ୍ନ ଧର୍ମ ବିଭିନ୍ନ ଦୃଷ୍ଟିକୋଣରୁ ଉଦ୍ଭୂତ ହୋଇ ତୁମରି ନିକଟକୁ ଆସେ। ଏହି କଥାଟି ଭାରତରେ ଛୋଟ ପିଲାମାନଙ୍କର ପ୍ରତିଦିନର ଗୋଟିଏ ପ୍ରାର୍ଥନାର ଅଂଶ। ଯେଉଁମାନେ ପ୍ରତିଦିନ ଏହି ଧରଣର ପ୍ରାର୍ଥନା କରନ୍ତି, ସେମାନଙ୍କ ପକ୍ଷରେ ଧର୍ମର ବିଭିନ୍ନତା ନେଇ ମାଡ଼ଗୋଳ କରିବା ଏକାବେଳକେ ଅସମ୍ଭବ। ଏହା ତ ହେଲା ଦାର୍ଶନିକମାନଙ୍କର କଥା। ସେମାନଙ୍କ ପ୍ରତି ଆମମାନଙ୍କର ଖୁବ୍ ଶ୍ରଦ୍ଧା ଅଛି, ବିଶେଷ କରି ସତ୍ୟଦ୍ରଷ୍ଟା ମହାପୁରୁଷ ଶ୍ରୀକୃଷ୍ଣଙ୍କ ପ୍ରତି। ତା'ର କାରଣ ତାଙ୍କର ଅପୂର୍ବ ଉଦାରତା ଦ୍ୱାରା ସେ ତାଙ୍କର ପୂର୍ବବର୍ତ୍ତୀ ସକଳ ଦର୍ଶନର ସମନ୍ୱୟ କରିଅଛନ୍ତି। ଏହି ଯେଉଁ ମନୁଷ୍ୟଟି ମୂର୍ତ୍ତିର ସମ୍ମୁଖରେ ପ୍ରଣାମ କରୁଛି, ସେ କିନ୍ତୁ ତୁମେମାନେ ଯେ ବାବିଲନ
ବା ରମ୍ର ପୌତଳିକତାର କଥା ଶୁଣିଛ ତା ଭଳି ନୁହେଁ। ଏହା ହିନ୍ଦୁର ଏକ ବିଶେଷତ୍ୱ। ମୂର୍ତ୍ତିର ସମ୍ମୁଖରେ ମନୁଷ୍ୟଟି ଆଖି ବୁଜି ଭାବିବାକୁ ଚେଷ୍ଟା କରେ, ସହମ, ସେ ହିଁ ମୋ ସ୍ୱରୂପ। ମୋର ଜନ୍ମ ନାହିଁ, ମୃତ୍ୟୁ ନାହିଁ, ମୋର ପିତା ନାହିଁ, ମାତା ନାହିଁ। ମୁଁ ଦେଶକାଳରେ ସୀମାବଦ୍ଧ ନୁହେଁ। ମୁଁ ଅଖଣ୍ଡ ସଚ୍ଚିଦାନନ୍ଦ, ସୋହମ ସୋହମ। ମୁଁ କୌଣସି ପୁସ୍ତକର ବନ୍ଧନରେ ବନ୍ଧା ପଡ଼ିନାହିଁ। କୌଣସି ତୀର୍ଥ ବା କୌଣସି କିଛିର ବନ୍ଧନ ମୋର ନାହିଁ। ମୁଁ ସତ୍ ସ୍ୱରୂପ, ମୁଁ ଆନନ୍ଦ ସ୍ୱରୂପ, ସୋହମ ସୋହମ। ବାରମ୍ବାର ଏହି କଥା ଉଚ୍ଚାରଣ କରି ସେ କହେ, ହେ ଈଶ୍ୱର, ମୋ ମଧ୍ୟରେ ତୁମକୁ ମୁଁ ଅନୁଭବ କରିପାରୁନାହିଁ। ମୁଁ ଅତି ହତଭାଗ୍ୟ। ବହିପଢ଼ା ଜ୍ଞାନ ଉପରେ ଧର୍ମ ନିର୍ଭର କରେ ନାହିଁ। ଧର୍ମ ଆତ୍ମା, ଧର୍ମ ଈଶ୍ୱର। କେବଳ ବହିପଢ଼ା ଜ୍ଞାନ ବା ବକ୍ତୃତା ଶକ୍ତି ଦ୍ୱାରା ଧର୍ମ ଲାଭ ହୁଏ ନାହିଁ। ସବୁଠାରୁ ବିଦ୍ୱାନ ବ୍ୟକ୍ତିଙ୍କୁ କୁହ, ଆତ୍ମାକୁ ଆତ୍ମା ରୂପରେ ଚିନ୍ତା କରିବାକୁ ସେ ପାରିବେ ନାହିଁ। ଆତ୍ମା ସମ୍ବନ୍ଧରେ ତୁମେ ଗୋଟାଏ କଳ୍ପନା କରିପାର, ସେ ମଧ୍ୟ ପାରନ୍ତି। କିନ୍ତୁ ଉପଯୁକ୍ତ ଶିକ୍ଷା ବ୍ୟତୀତ ଆତ୍ମସ୍ୱରୂପର ଚିନ୍ତା ଅସମ୍ଭବ। ଈଶ୍ୱର ତତ୍ତ୍ୱ ଯେତେ ଶୁଣନା କାହିଁକି, ତୁମେ ଜଣେ ବଡ଼ ଦାର୍ଶନିକ, ଆହୁରି ବଡ଼ ଈଶ୍ୱର ତତ୍ତ୍ୱଜ୍ଞ ହୋଇପାର। ତଥାପି ଗୋଟିଏ ହିନ୍ଦୁ ବାଳକ କହିବ, ଏହା ସହିତ ଧର୍ମର କିଛି ସମ୍ବନ୍ଧ ନାହିଁ। ଆତ୍ମାକୁ କ'ଣ ଆତ୍ମା ସ୍ୱରୂପରେ ଚିନ୍ତା କରିପାର? ତାହେଲେ ସବୁ ସଂଶୟର ଶେଷ। ତାହେଲେ ମନର ସବୁ ବଙ୍କା ତେଢ଼ା ସିଧା ହୋଇଯିବ। ଜୀବାତ୍ମା ଯେତେବେଳେ ପରମାତ୍ମାଙ୍କର ସମ୍ମୁଖୀନ ହୁଏ, ସେତେବେଳେ ହିଁ ସବୁ ଭୟ ଶୂନ୍ୟରେ ମିଳେଇଯାଏ। ସବୁ ସନ୍ଦିଗ୍ଧ ଚିନ୍ତା ଚିରକାଳ ପାଇଁ ସ୍ତବ୍ଧ ହୋଇଯାଏ। ପାଶ୍ଚାତ୍ୟ ବିଚାରରେ ଜଣେ ଅଦ୍ଭୁତ ବିଦ୍ୱାନ ହୋଇପାରନ୍ତି, ତଥାପି ସେ ହୁଏତ ଧର୍ମ ବିଷୟରେ ଅ ଆ କ ଖ ଜାଣି ନ ପାରନ୍ତି। ମୁଁ ତାଙ୍କୁ ସେଇ କଥା କହିବି, ଜିଜ୍ଞାସା କରିବି, ଆପଣ କ'ଣ ଆତ୍ମାକୁ ଆତ୍ମା ବୋଲି ଭାବିପାରନ୍ତି? ଆପଣ କ'ଣ ଆତ୍ମା ବିଷୟକ ବିଜ୍ଞାନରେ ପାରଦର୍ଶୀ? ଆପଣ ଜଡ଼ର ଊର୍ଦ୍ଧ୍ୱରେ ନିଜ ଆତ୍ମାକୁ କ'ଣ ବିକଶିତ କରିଛନ୍ତି? ଯଦି ତାହା କରିନଥାନ୍ତି, ତାହେଲେ ତାଙ୍କୁ କହିବି, ଆପଣଙ୍କର ଧର୍ମ ଲାଭ ହୋଇନାହିଁ। ଯାହା ହୋଇଛି ତାହା କେବଳ କଥା, କେବଳ ବହି, କେବଳ ବୃଥା ଗର୍ବ। ଆଉ ଏହି ହତଭାଗ୍ୟ ହିନ୍ଦୁ ମୂର୍ତ୍ତି ସମ୍ମୁଖରେ ବସି ଦେବତାଙ୍କ ସହିତ ତାଦାତ୍ମ୍ୟ ଚିନ୍ତା କରିବାର ଚେଷ୍ଟା କରି ଶେଷରେ କହେ, ହେ ଈଶ୍ୱର, ତୁମକୁ ଆତ୍ମା ସ୍ୱରୂପରେ ଧାରଣା କରିବାକୁ ପାରିଲି ନାହିଁ। ଅତଏବ ଏହି ସାକାର ମୂର୍ତ୍ତିରେ ତୁମର ଚିନ୍ତା କରୁଛି। ସେତେବେଳେ ସେ ଆଖି ଖୋଲେ, ଈଶ୍ୱରଙ୍କ ରୂପ ପ୍ରତ୍ୟକ୍ଷ କରେ, ପ୍ରଣାମ କରି ବାରମ୍ବାର ପ୍ରାର୍ଥନା କରେ। ପ୍ରାର୍ଥନା ଶେଷରେ ପୁଣି କହେ, ହେ ଈଶ୍ୱର, ତୁମର ଏହି ଅସମ୍ପୂର୍ଣ୍ଣ ପୂଜା ପାଇଁ ମୋତେ କ୍ଷମା କର। ତୁମେମାନେ କେବଳ ଶୁଣି ଆସୁଛ। ହିନ୍ଦୁମାନେ ପଥର ପୂଜା କରନ୍ତି। ସେମାନଙ୍କର ଅନ୍ତର ପ୍ରକୃତି ସମ୍ବନ୍ଧରେ ତୁମେମାନେ କ'ଣ ଭାବ? ଏଇ ଦେଖ, ମୁଁ ହେଉଛି ଇତିହାସରେ ପ୍ରଥମ ହିନ୍ଦୁ ସନ୍ନ୍ୟାସୀ ଯିଏ ସମୁଦ୍ର ପାର ହୋଇ ଏହି ପାଶ୍ଚାତ୍ୟ ଦେଶକୁ ଆସିଛି। ଆସିବା ଦିନଠାରୁ ତୁମମାନଙ୍କର ସମାଲୋଚନା, ତୁମମାନଙ୍କର ଏହିସବୁ କଥା ଶୁଣୁଛି। ତୁମମାନଙ୍କ ସମ୍ବନ୍ଧରେ ମୋ ଦେଶର ଲୋକମାନଙ୍କର ଧାରଣା କ'ଣ? ସେମାନେ ହସନ୍ତି ଆଉ କହନ୍ତି, ସେମାନେ ଶିଶୁ। ପ୍ରାକୃତିକ ବିଜ୍ଞାନରେ ସେମାନେ ବଡ଼ ହୋଇପାରନ୍ତି। ପ୍ରକାଣ୍ଡ ପ୍ରକାଣ୍ଡ ଜିନିଷ ସେମାନେ ତିଆରି କରିପାରନ୍ତି। କିନ୍ତୁ ଧର୍ମ ବିଷୟରେ ସେମାନେ ସମ୍ପୂର୍ଣ୍ଣ ଶିଶୁ। ଏହି ହେଲା ତୁମମାନଙ୍କ ସମ୍ବନ୍ଧରେ ମୋ ଦେଶର ଲୋକଙ୍କର ଧାରଣା। ଗୋଟିଏ କଥା ତୁମମାନଙ୍କୁ କହିବି, କୌଣସି ନିଷ୍ଠୁର ସମାଲୋଚନା କରୁନାହିଁ। ତୁମେମାନେ କେତେଗୁଡ଼ିଏ ମନୁଷ୍ୟଙ୍କୁ ଶିକ୍ଷିତ କର, ଖାଇବାକୁ ଦିଅ, ପିନ୍ଧିବାକୁ ଦିଅ, ବେତନ ଦିଅ। କେଉଁ କାମ ପାଇଁ? ସେମାନେ ମୋ ଦେଶକୁ ଆସି ମୋର ପୂର୍ବପୁରୁଷଙ୍କୁ ଅଭିସମ୍ପାତ କରନ୍ତି, ମୋ ଧର୍ମକୁ ଗାଳି ଦିଅନ୍ତି, ମୋ ଦେଶର ସବୁ କିଛିକୁ ମନ୍ଦ କହନ୍ତି। ସେମାନେ ମନ୍ଦିରର ପାଖ ଦେଇ ଯାଉ ଯାଉ କହନ୍ତି, ହେ ପୌତଳିକ ଦଳ, ତୁମେମାନେ ନରକକୁ ଯିବ। ସେମାନେ କିନ୍ତୁ ମୁସଲମାନମାନଙ୍କୁ ପଦେ ହେଲେ କଥା କହିବାକୁ ସାହସ କରନ୍ତି ନାହିଁ। କାରଣ ସେମାନେ ଜାଣନ୍ତି ସାଙ୍ଗେ ସାଙ୍ଗେ ଖଳରୁ ତରବାରୀ ବାହାରି ପଡ଼ିବ। ହିନ୍ଦୁ ବଡ଼ ନିରୀହ। ସେ ଟିକେ ହସେ, ଚାଲିଯିବା ସମୟରେ କହିଯାଏ, ମୂର୍ଖମାନେ ଯାହା କହିବାର କହନ୍ତୁ। ଏହା ହେଲା ସେମାନଙ୍କର ଭାବ। ତୁମେମାନେ ଯେଉଁମାନେ ଗାଳି ଫଜିତ କରିବା ପାଇଁ ମନୁଷ୍ୟକୁ ଶିକ୍ଷା ଦିଅ, ସେମାନେ ମୋର ସାମାନ୍ୟ ସମାଲୋଚନାରେ ଆତଙ୍କିତ ହୋଇଉଠି ଚିତ୍କାର କର, ସଦୁଦ୍ଦେଶ ପ୍ରଣୋଦିତ ଆମମାନଙ୍କୁ ଛୁଅଁ ନାହିଁ। ଆମେମାନେ ଆମେରିକାନ। ଆମେମାନେ ଦୁନିଆ ସାରା ଲୋକଙ୍କର ସମାଲୋଚନା କରିବୁ, ଗାଳି ଦେବୁ,
ଅଭିଶାପ ଦେବୁ, ଯାହା ଖୁସି କରିବୁ, କିନ୍ତୁ ଆମମାନଙ୍କୁ ଛୁଅଁ ନାହିଁ। ଆମେମାନେ ବଡ଼ ସ୍ପର୍ଶକାତର ଲଜ୍ଜାବତୀ ଲତା। ତୁମେମାନେ ଯାହା ଖୁସି କରିପାର। ଆମେମାନେ ମଧ୍ୟ ଯେଉଁ ଭାବରେ ଅଛୁ ସେହି ଭାବରେ ସନ୍ତୁଷ୍ଟ ଅଛୁ। ଗୋଟିଏ ବିଷୟରେ ଆମେମାନେ ତୁମମାନଙ୍କ ଅପେକ୍ଷା ଭଲରେ ଅଛୁ। ଆମେମାନେ ଆମମାନଙ୍କର ପିଲାମାନଙ୍କୁ ଏହି ଅର୍ଥ ଓ ତଥ୍ୟ ଶିକ୍ଷା ଦେଉନାହୁଁ ଯେ ପୃଥିବୀରେ ସବୁ ପବିତ୍ର, କେବଳ ମନୁଷ୍ୟ ଖରାପ। ତୁମମାନଙ୍କର ଧର୍ମ ପ୍ରଚାରକମାନେ ଯେତେବେଳେ ଆମମାନଙ୍କର ସମାଲୋଚନା କରନ୍ତି, ସେମାନେ ଯେପରି ମନେ ରଖନ୍ତି, ସମସ୍ତ ଭାରତବାସୀ ଯଦି ଛିଡ଼ା ହୋଇଉଠେ ଏବଂ ଭାରତ ମହାସାଗର ତଳେ ଯେତେ ମାଟି ଅଛି ସବୁ ଯଦି ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ ଫିଙ୍ଗିବାକୁ ଆରମ୍ଭ କରେ, ତାହେଲେ ମଧ୍ୟ ତୁମେମାନେ ଆମମାନଙ୍କର ପ୍ରତି ଯାହା କରିଥାଅ ତାହାର କୋଟି ଭାଗର 1 ଭାଗ ବି କରାହେବ ନାହିଁ। କାହିଁକି? କ'ଣ ପାଇଁ? ଆମେମାନେ କ'ଣ କେଉଁଦିନ କେଉଁଠିକୁ ଧର୍ମ ପ୍ରଚାରକ ପଠାଇଛୁ? କାହାକୁ ଧର୍ମାନ୍ତରିତ କରିବା ପାଇଁ? ଆମେମାନେ ତୁମମାନଙ୍କୁ କହୁ, ତୁମ ଧର୍ମକୁ ସ୍ୱାଗତ ଜଣାଉଛୁ, କିନ୍ତୁ ମୋତେ ମୋର ଧର୍ମ ନେଇ ରହିବାକୁ ଦିଅ। ତୁମେମାନେ କହିଥାଉ, ତୁମମାନଙ୍କର ଧର୍ମ ପ୍ରସାରଶୀଳ, ତୁମେମାନେ ଆକ୍ରମଣ ଧର୍ମୀ, କିନ୍ତୁ କେତେଜଣଙ୍କୁ ତୁମ ମତକୁ ନେଇପାରିଛ? ପୃଥିବୀର 1/6 ଚୀନ, ସେମାନେ ବୌଦ୍ଧ। ତାପରେ ଅଛି ଜାପାନ, ତିବ୍ବତ, ରୁଷିଆ, ସାଇବେରିଆ, ବର୍ମା, ଶ୍ୟାମ। ଶୁଣିବାକୁ ହୁଏତ ଭଲ ଲାଗିବ ନାହିଁ, କିନ୍ତୁ ଜାଣି ରଖ, ଏହି ଯେ ଖ୍ରୀଷ୍ଟ ନୀତି, ଏହି କ୍ୟାଥୋଲିକ ଚର୍ଚ୍ଚ, ସବୁଗୁଡ଼ିକ ବୌଦ୍ଧ ଧର୍ମରୁ ନିଆ ହୋଇଛି। କି ଭାବରେ ଏହା ହୋଇଥିଲା? 1 ବିନ୍ଦୁ ରକ୍ତପାତ ନ କରି। ଏତେ ବଡ଼ିମା ତୁମମାନଙ୍କର, କିନ୍ତୁ କୁହ ତ, ତରବାରୀ ଛଡ଼ା ଖ୍ରୀଷ୍ଟ ଧର୍ମ କେଉଁଠି ସଫଳ ହୋଇଛି? ସାରା ପୃଥିବୀ ମଧ୍ୟରେ ଗୋଟିଏ ସ୍ଥାନ ଦେଖାଉ ତ। ଖ୍ରୀଷ୍ଟ ଧର୍ମର ଇତିହାସ ମନ୍ଥନ କରି ମୋତେ ଗୋଟିଏ ଦୃଷ୍ଟାନ୍ତ ଦିଅ। ମୁଁ ଦୁଇଟି ଚାହେଁ ନାହିଁ। ମୁଁ ଜାଣେ ତୁମମାନଙ୍କର ପୂର୍ବପୁରୁଷମାନେ କିପରି ଧର୍ମାନ୍ତରିତ ହୋଇଥିଲେ। ସେମାନଙ୍କର ସମ୍ମୁଖରେ 2ଟି ବିକଳ୍ପ ଥିଲା, ହୁଏତ ଧର୍ମାନ୍ତର ଗ୍ରହଣ ନଚେତ୍ ମୃତ୍ୟୁ। ଏହି ତ? ଯେତେ ଗର୍ବ କର, ମୁସଲମାନମାନଙ୍କ ଅପେକ୍ଷା ତୁମେମାନେ କ'ଣ ଭଲ କରିପାର? ଆମେମାନେ ଏକମାତ୍ର ଶ୍ରେଷ୍ଠ। କାହିଁକି? କାରଣ ଆମେମାନେ ଅନ୍ୟକୁ ହତ୍ୟା କରିପାରୁ। ଆରବମାନେ ସେହି କଥା କହିଥିଲେ। ସେମାନେ ମଧ୍ୟ ସେହି ବଡ଼ିମା ଦେଖାଇଥିଲେ। ସେମାନେ ଆଜି କେଉଁଠି? ଆଜି ମଧ୍ୟ ସେମାନେ ବେଦୁଇନ। ରୋମାନମାନେ ଏହି କଥା କହୁଥିଲେ। କେଉଁଠି ସେମାନେ? ଶାନ୍ତି ସ୍ଥାପନକାରୀମାନେ ହିଁ ଧନ୍ୟ, ସେହିମାନେ ହିଁ ପୃଥିବୀ ଭୋଗ କରିବେ। ଆଉ ଏହିସବୁ ଅହଙ୍କାରର ନୀତି ଆଣ୍ଠୁ ମାଡ଼ି ପଡ଼ିଯିବେ। ଏଗୁଡ଼ିକ ବାଲି ଉପରେ ନିର୍ମିତ, ବେଶୀ କ୍ଷଣ ତିଷ୍ଠି ପାରିବେ ନାହିଁ। ସ୍ୱାର୍ଥପରତାର ଭିତ୍ତି ଉପରେ ଯାହା କିଛି ରଚିତ, ପ୍ରତିଯୋଗିତା ଯାହାର ପ୍ରଧାନ ସହାୟ, ଭୋଗ ଯାହାର ଲକ୍ଷ୍ୟ, ଆଜି ନ ହୁଏ କାଲି ତାହାର ଧ୍ୱଂସ ହେବ ହିଁ ହେବ। ଏହାର ମୃତ୍ୟୁ ନିଶ୍ଚିତ। ଭ୍ରାତୃବୃନ୍ଦ, ଯଦି ବଞ୍ଚିବାକୁ ଚାହଁ, ଯଦି ଚାହଁ ତୁମମାନଙ୍କର ଜାତି ବଞ୍ଚି ରହୁ, ତେବେ କହୁଛି ଶୁଣ, ଖ୍ରୀଷ୍ଟଙ୍କର ନିକଟକୁ ଫେରିଯାଅ। ତୁମେମାନେ ଖ୍ରୀଷ୍ଟିଆନ ନୁହଁ, ଜାତି ହିସାବରେ ତୁମେମାନେ ଖ୍ରୀଷ୍ଟିଆନ ନୁହଁ। ଫେରିଚାଲ ଖ୍ରୀଷ୍ଟଙ୍କ ନିକଟକୁ, ଫେରିଚାଲ ତାଙ୍କ ନିକଟକୁ ଯାହାଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ଟିକିଏ ସ୍ଥାନ ନଥିଲା। ପକ୍ଷୀମାନଙ୍କର ବସା ଅଛି, ପଶୁମାନଙ୍କର ମଧ୍ୟ ଗର୍ତ୍ତ ଅଛି, କିନ୍ତୁ ମାନବ ପୁତ୍ର ଅର୍ଥାତ୍ ଯୀଶୁଙ୍କର ଏପରି ଗୋଟିଏ ସ୍ଥାନ ନଥିଲା ଯେଉଁଠି ସେ ମୁଣ୍ଡ ଗୁଞ୍ଜି ବିଶ୍ରାମ କରିବେ। ତୁମମାନଙ୍କର ଧର୍ମ ପ୍ରଚାରିତ ହେଉଛି ବିଳାସ ନାମରେ। କି ଦୁର୍ଦୈବ! ଯଦି ବଞ୍ଚିବାକୁ ଚାହଁ, ଏ ନୀତି ଓଲଟାଇ ଦିଅ। ଧର୍ମ ବିଷୟରେ ଏ ଦେଶରେ ଯାହା କିଛି ଶୁଣିଛି ସବୁ କପଟତା। ଯଦି ଏହି ଜାତି ବଞ୍ଚିବାକୁ ଚାହେଁ, ତେବେ ତାଙ୍କ ନିକଟକୁ ଫେରିଯିବାକୁ ହେବ। ଈଶ୍ୱର ଏବଂ ଧନ ଦେବତାଙ୍କୁ ଏକ ସଙ୍ଗରେ ସେବା କରିପାରିବ ନାହିଁ। ଏହି ସବୁ ସମ୍ପଦ ସବୁ ଖ୍ରୀଷ୍ଟଙ୍କ ଠାରୁ କ'ଣ? ଖ୍ରୀଷ୍ଟ ଏ ସମସ୍ତ ଅଶାସ୍ତ୍ରୀୟ କଥା ଅସ୍ୱୀକାର କରୁଥିଲେ। ଧନ ଦୌଲତରୁ ଯେଉଁ ସମ୍ପଦ ଉନ୍ନତି ଆସେ ତାହା ଅନିତ୍ୟ, କ୍ଷଣସ୍ଥାୟୀ। ପ୍ରକୃତ ନିତ୍ୟତ୍ୱ ରହିଛି ଈଶ୍ୱରଙ୍କଠାରେ। ଯଦି ପାର ଏହି ଦୁଇଟି, ଏହି ସମ୍ପଦ ସହିତ ଖ୍ରୀଷ୍ଟଙ୍କର ଆଦର୍ଶ ମିଳାଇବାକୁ, ତେବେ ଖୁବ୍ ଭଲ। ଯଦି ନ ପାର, ତେବେ ବରଂ ସମ୍ପଦ ଛାଡ଼ିଦିଅ, ଖ୍ରୀଷ୍ଟଙ୍କ ନିକଟକୁ ଫେରିଚାଲ। ଖ୍ରୀଷ୍ଟ ଶୂନ୍ୟ ପ୍ରାସାଦରେ ବାସ କରିବା ଅପେକ୍ଷା ଛିଣ୍ଡା କମ୍ବଳ ଦେହରେ ଦେଇ ଖ୍ରୀଷ୍ଟଙ୍କ ସହିତ ବାସ କରିବା ପାଇଁ ପ୍ରସ୍ତୁତ ହୁଅ। ଓಂ ଶାନ୍ତି ଶାନ୍ତି ଶାନ୍ତି। ହରି ଓಂ ତତ୍ସତ୍।